ଘରେ ଛୋଟ ଛୁଆ ଥିଲେ କେତେବେଳେ ରାତିରୁ ଦିନ ଦିନରୁ ରାତି ହେଇଯାଏ ସେଟା ମୁଁ ନିଜେ ବି ଜାଣିପାରେନି। କାହିଁକି ନା କାମ ହିଁ କାମ ସବୁବେଳେ କଣ ଆଉ କରିବା। କାମ ସରିଲା ପରେ ଟିକେ ଅଦା ପକା ଚାହା ବନେଇଦେଲି। ତ ଅଦା ପକା ଚାହାଟା ବହୁତ ଭଲ ଲାଗେ ଥଣ୍ଡାରେ। ତ ଚାହା ପିଇ ସାରିଲା ପରେ ସକାଳର ଜଳଖିଆ ଥିଲା ଆଜି ଚୁଡ଼ା ଭଜା ଚାହାକୁ ଚକୁଳି ପିଠା। ତ ଖାଇସାରିବା ପରେ ଠିକ୍ ଟାଇମ୍ ବେଳକୁ ଲାଇନଟା ଧୋକା ଦେଇଦେଲା। ମଟର ତ ଚାଲୁନି କଣ କରିବା, ମୋ ଯାଆ କହିଲେ ମୁଁ ଯାଉଛି କୂଅରୁ ପାଣି କାଢ଼ିଦେବି। ତ ସିଏ ଚାଲିଗଲେ ପାଣି କାଢ଼ିବା ପାଇଁ କୂଅରୁ। ପାଣିଟା ତ ନିହାତି ଦରକାର ନା, ସେ ପାଣି କାଢ଼ିବା ଭିତରେ ମୁଁ ଟିକେ ଚାଲିଗଲି ମେସିନରେ କିଛି ସିଲେଇ କରିବା ପାଇଁକା, କାହିଁକିନା ମୋର କିଛି ସିଲେଇ କାମ ବାକି ଥିଲା। ତ ସିଲେଇ କରିବା ଭିତରେ ମୋ ଯାଆ ଆସି କହିଲେ ଯା ଗୋଟେ ଭଣ୍ଡା ନେଇ ଆସିବୁ ଗଛରୁ ଡାଲମାରେ ପକେଇବା। ତ ମୁଁ ଚାଲିଗଲି ବାରିକି ଗୋଟେ ଭଣ୍ଡା ଆଣିବା ପାଇଁକା। ତ ଭଣ୍ଡା ଗୋଟେ ତୋଳିକି ନେଇ ଆସିଲି, ମୋ ଯାଆ ସେପଟେ କଟାକଟି କରିଦେଲେ। ତା ଭିତରେ ମୋ ଶାଶୁ ସେପଟେ ଶାଗ ବଛାବଛି କରୁଛନ୍ତି, କାହିଁକିନା ମୋ ଭାଣେଜୀ ନେଇକି ଯିବେ ଟିଫିନ୍ ରେଡ଼ି କଲେଣି। ତ ମୋ ନଣନ୍ଦ ସେପଟେ ଟିକେ ଶାଗ ଭଜାଭଜି କରିଦେଲେ ତାଙ୍କ ପାଇଁ। ତ ସିଏ ଚାଲିଗଲେ ତାଙ୍କ ଡ୍ୟୁଟିକି। ମୋ ଶାଶୁ ଆଉ ଯାଆ ସେପଟେ ଗଛ ଲଗାଉଛନ୍ତି ବାରିପଟେ। ତ ସେ ଗଛ ଲଗେଇକି ଆସିସାରିଲା ପରେ ମୁଁ ଚାଲିଗଲି ଟିକେ ପାଣି ଦେବା ପାଇଁ। ତ ସାଙ୍ଗମାନେ ଭିଡ଼ିଓଟି ଭଲ ଲାଗିଥିଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ। ପୁଣି ଦେଖା ହବ ଗୋଟେ ନୂଆ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।